ହେଇଥିଲି ଆଉ ଆପଣ ଦେଖୁଛନ୍ତି ତ କହିବି କଣ ଅଧିକା ଆଜି ଯାକେ ବି ଆମର ରାସନ କାର୍ଡରେ ନାଁ ବି ବ୍ଲକ ଦି ତିନି ଥର ଦୌଡ଼ିକିରି ହଉଛି କହୁଛନ୍ତି କଣ ହେଇଗଲା ଆଉ କାଗଜ ପକେଇ ଦଉଛନ୍ତି କି କଣ ତାର କିଛି ବି ମାନେ ବି ନାହିଁ ଆଉ ନାଁ ବି ଚଢି ପାରୁନି ଆଉ କୋଉ ଅଲଗା ବି ରାସନ କାର୍ଡ ବି ଆମର କରୁନାହାନ୍ତି ଆମେ ତ ତିନି ଭାଇ ଆମର କାହାର ବି ହଉଛି ଚାଉଳ ମିଳୁନି ଏପର୍ଯ୍ୟନ୍ତ ଘର ବି ବକଟେ ଆସୁନା ତମ ସ୍ୱାମୀ ସରପଞ୍ଚ ଥିଲେ ତମର କିଛି ହେଇପାରିବନି କାହିଁକି ହେଇପାରିବନି ସରପଞ୍ଚ ଥାଇକିରି ବି କିଛି କରିପାରିବନି ଆଉ ଏଇ ଚାଳ ଘରେ ବି ଆଜି ଯାକେ ଆମେ ରହିଛୁ ଘର ପାଇଁ ଆପ୍ଲାଏ ହେଇଛି ଘର ପାଇଁ ଆପ୍ଲାଏ କରିଥିଲୁ ଆଉ ଦିଥର ହଉଛି ଘର ଆସିକିରି ମୋ ନାଁରେ ଗୋଲ ବୁଲେଇଦେଲି କାଟିଦେଲେ ଏନକ୍ୱାରି ପାଇଁ ଆସିଥିଲେ ଇନକ୍ୱାରି ପାଇଁ ଆସିଥିଲେ ଲେଖାଲେଖି କରିକି ନେଇଛନ୍ତି ଫଟୋ ଉଠେଇକିରି ନେଇଛନ୍ତି ସବୁ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବି ହଉଛି ଶୁଣା ନାହିଁ କେତେ ବର୍ଷ ତଳେ କଥା କେବେ କଥା କହୁଛନ୍ତି ପ୍ରଥମ ଥର କେବେ ହେଇଥିଲା ପ୍ରଥମ ଥର 3 ଥର ହେଲାଣି ଏଇ ବର୍ଷକୁ ଛାଡିକିରି ହଉଛି ଆର ମାସରେ ଆସିଥିଲେ ଆଉ ହଉଛି 2 ବର୍ଷ ଛାଡିକି ତା ତଳେ ଆସିଥିଲେ ଜଣେ ମ୍ୟାଡାମ ଆସିଥିଲେ 2 ଜଣ ସାର୍ ଆସିଥିଲେ ହଉଛି ଫଟୋ ଉଠେଇକି ନେଇଥିଲେ ଘରେ ଆଉ ହଉଛି କିଏ ତାଙ୍କୁ ଆମ ବିରୁଦ୍ଧରେ ଗୋଟେ କଥା ତାଙ୍କ ସ୍ୱାମୀ ସରପଞ୍ଚ ଥିଲେ ସେଥିପାଇଁ ନା ତମ ସ୍ୱାମୀ ସରପଞ୍ଚ ଥିଲେ ତମ ଘର ହେଇପାରିବନି ଆଉ ସେଥିପାଇଁ ଆମ ନାଁରେ ଗୋଲ ବୁଲେଇ ଦେଲେ ମୋ ନାଁରେ ସରପଞ୍ଚ ଥିଲେ ଘର ହେଇପାରିବନି ମାନେ କାରଣ ବିଜେପିର ସରପଞ୍ଚ ଥିଲେ ବୋଲି ସେ କହୁଛନ୍ତି ହେଇପାରିବ ନାହିଁ ଆଉ ହଉଛି ରାସନ କାର୍ଡରେ ନାଁ ଚଢେଇ ବୋଲି ରାସନ କାର୍ଡ ତାହେଲେ ମୋ ଶାଶୁଙ୍କ ନାଁରେ ଯାଇଥିଲେ ବ୍ଲକ 2-3 ଥର ନା ସାର୍ ହଉଛି କହିଲେ ହଁ ତମର ନାଁ ଚଢିଗଲା ଆଉ ତମେ ଡିଲରଙ୍କ କତିକି ଯାଅ ତମର ଆର ମାସରେ ଚାଉଳ ଆସିଯିବ ଆଉ 2-3 ଥର ବ୍ଲକ ଧପା ଦୌଡା କଲୁ ଶୁଣିଲାନି କିଛି ଆଜି ପର୍ଯ୍ୟନ୍ତ ବି ଆମେ ଚାଉଳ ପାଉନୁ ଆଉ କଣ କହି ସାର୍ ଆଉ ତ କିଛି କହିବିନି ଏତେ ଯାହା କହିଲେ ସ୍ୱାମୀଙ୍କ ନାଁ କଣ ଭିକାରୀ ସାମଲ ଜାଗା କାହା ନାଁରେ ଅଛି ବାପାଙ୍କ ନାଁରେ ଅଛି ଜାଗାର ପଟ୍ଟା ସବୁ ଅଛି ଆପଣ ମାନେ ଶୁଣନ୍ତୁ ଶୁଣିଲେ କଥା ମୋର ବିଚାର ଆପଣଙ୍କର ଯେ ସେ ନିଜେ କହୁଛନ୍ତି ତାଙ୍କୁ କୁହାଯାଇଛି ବାରମ୍ବାର ଘର ଆପ୍ଲାଏ ହେଲା ପରେ ବି ତାଙ୍କର କାଟି ଦିଆଯାଉଛି କାରଣ ସେ ଭାରତୀୟ ଜନତା ପାର୍ଟି କି ଭୋଟ ଦେଇଛନ୍ତି ବା ଭାରତୀୟ ଜନତା ପାର୍ଟିର ଲୋକ ତେଣୁ ଆପଣ ମାନେ ବିଚାର କରିବେ କଥା ମୋର ବିଚାର ଆପଣଙ୍କର ନମସ୍କାର।